ରାଧେ ରାଧେ ଜୟ ମା ସମଲେଇ ସମ୍କୁ ମୋର ଜୁହାର। ପ୍ରତ୍ୟେକ ଜିନିଷର ଆରମ୍ଭ ଗୋଟିଏ ଥାଏ ଏବଂ ଶେଷ ଗୋଟିଏ ଥାଏ। ଠିକ୍ ସେମିତି ସେଦିନ ଥିଲା 1 ଅଗଷ୍ଟ 2024 ତାରିଖ। ମୋର ମାତୃତୁଲ୍ୟ ଆମ ବୁଢ଼ୀପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ପାତ୍ରଙ୍କର କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଥିଲା। ଆମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ସାର୍ ମନ୍ତ୍ର ଉଚ୍ଚାରଣ କଲେ ଏବଂ ଆମର କ୍ଲଷ୍ଟରରୁ ଆସିଥିବା ବିଭିନ୍ନ ଶିକ୍ଷୟିତ୍ରୀମାନେ ତାଙ୍କୁ ଟୀକା ଚନ୍ଦନ ଲଗାଇ ସ୍ୱାଗତମ ଜଣାଇ ଭିତରକୁ ପାଛୋଟି ନେଇଥିଲେ। ତାପରେ ମୋର ମାତୃତୁଲ୍ୟ ସଂଯୁକ୍ତା ପାତ୍ର ମ୍ୟାଡ଼ାମ୍ ଭିତରକୁ ଯାଇ ଆସନ ଗ୍ରହଣ କଲେ ଏବଂ ସମସ୍ତଙ୍କୁ ପ୍ରଣାମ କଲେ। ତାପରେ ଖମାରୀ ସାର୍ ସମସ୍ତ ଅତିଥିଙ୍କୁ ମଞ୍ଚାସୀନ ହେବା ପାଇଁ କହିଲେ। CRCC ଧର୍ମେନ୍ଦ୍ର ନାୟକ ସାର୍, ABO ଦାସ ସାର୍, ଆମ ପ୍ରଧାନ ଶିକ୍ଷକ ପଣ୍ଡା ସାର୍ ଏବଂ ବରିଷ୍ଠ ଶିକ୍ଷକ ଲୋକନାଥ ନିହାଲ ସାର୍ଙ୍କୁ ମଞ୍ଚାସୀନ ହେବା ପାଇଁ କହିଲେ ଏବଂ ଆମ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସ୍ୱାଗତ ଜଣାଇଲେ। ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ମାନିତ କରାଗଲା ଏବଂ ଫୁଲତୋଡ଼ା ଦିଆଗଲା। ତାପରେ ମାଧବ ବାଗ ସାର୍ ସଂଯୁକ୍ତା ପାତ୍ର ମ୍ୟାଡ଼ାମଙ୍କ ବିଦାୟ ପାଇଁ ଗୋଟିଏ ଗୀତ କହିଲେ ଏବଂ ସମସ୍ତଙ୍କ ମନକୁ ମୁଗ୍ଧ କରିଦେଇଥିଲେ। ବହୁତ ବଢ଼ିଆ ହିସାବରେ କହିଲେ। ତୁମେ ଅନୁଭବର ଠାକୁର, ଚିନ୍ତା ଚେତନାରେ ଭକ୍ତି ଭାବନାରେ, ଚିନ୍ତା ଚେତନାରେ ଭକ୍ତି ଭାବନାରେ ରହିଛି ସ୍ଥିତି ତୁମର, ତୁମେ ଅନୁଭବର ଠାକୁର। সীমাহীন সাগর মা তুমি মমতার সীমাহীন সাগর, তোমার বর্ণনা করিবা অভিধান বাহার, মো অভিধান বাহার। ମୋର ସହକର୍ମୀ ନିତୁ ମ୍ୟାଡ଼ାମ୍ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପାତ୍ର ମ୍ୟାଡ଼ାମଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଥିଲେ। ତାଙ୍କ ସହ ବିତାଇଥିବା ସମୟକୁ ସେ ମନେ ପକାଇଥିଲେ ଏବଂ ତାଙ୍କଠାରୁ ଶିଖିଥିବା ସମସ୍ତ ଅନୁଭବକୁ ଏବଂ ସୁଗୁଣକୁ ସେ ଭବିଷ୍ୟତରେ ପ୍ରୟୋଗ କରିବି କହି ମ୍ୟାଡ଼ାମଙ୍କୁ ମଙ୍ଗଳ କାମନା କରି ବକ୍ତବ୍ୟ ଶେଷ କରିଥିଲେ। ତାପରେ ମୁଁ ମଧ୍ୟ ସ୍ୱଳ୍ପ ସମୟ ପାଇଁ କିଛି ବକ୍ତବ୍ୟ ରଖିଲି ମୋର ମାତୃତୁଲ୍ୟ ଶ୍ରୀମତୀ ସଂଯୁକ୍ତା ପାତ୍ର ମ୍ୟାଡ଼ାମଙ୍କ ପାଇଁ। ତାଙ୍କ ସହ ବିତାଇଥିବା ସମସ୍ତ ମୁହୂର୍ତ୍ତ ସେ ବିଷୟରେ କିଛି କହିଲି। ସମସ୍ତ ଜିନିଷର ଆରମ୍ଭ ଥାଏ ଏବଂ ଶେଷ ଥାଏ। ସେମିତି ଆଜି ମୋର ମାତୃତୁଲ୍ୟ ପାତ୍ର ମ୍ୟାଡ଼ାମଙ୍କ ଆଜି ଚାକିରିରୁ ବିଦାୟ ସେ ନେଉଛନ୍ତି। ସେ ଆମ ବିଦ୍ୟାଳୟରେ 19/10/2020ରେ ଯୋଗଦାନ କରିଥିଲେ। ଦୀର୍ଘ 6 ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କଠାରୁ ମୁଁ ବହୁତ କିଛି ଶିଖିଛି। ସେ ମୋତେ ବିଦ୍ୟାଳୟରେ ତାଙ୍କ ପୁତ୍ର ଭଳିଆ ପୁରା ବ୍ୟବହାର ଦେଉଥିଲେ ଆଉ ବହୁତ କିଛି ମୁଁ ଶିଖିଛି। ଛାତ୍ରଛାତ୍ରୀଙ୍କୁ ସେ ବହୁତ ସ୍ନେହ ଆଦର କରି ରଖିଥିଲେ। ABO ସାର୍ ଏବଂ ଆମ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଆମର ବିଦାୟୀ ଶିକ୍ଷୟିତ୍ରୀ ପାତ୍ର ମ୍ୟାଡ଼ାମଙ୍କ ପାଇଁ ବକ୍ତବ୍ୟ ରଖିଥିଲେ। ତାପରେ ଯାହାଙ୍କ ପାଇଁ ଏ ସଭାଟା ଆୟୋଜନ କରାଯାଇଥିଲା ମୋର ମାତୃତୁଲ୍ୟ ଶ୍ରୀମତୀ ସଂଯୁକ୍ତା ପାତ୍ର ମ୍ୟାଡ଼ାମ୍ ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସମସ୍ତ ଶିକ୍ଷକଙ୍କୁ କିଛି ଜ୍ଞାନ ବାଣ୍ଟିଥିଲେ ଏବଂ ବହୁତ ଭଲ ଭଲ କଥାବାର୍ତ୍ତା ମାନ କହିଥିଲେ। ଖମାରୀ ସାର୍ ସ୍ୱତନ୍ତ୍ର ଭାବେ ଗିଫ୍ଟ ଏବଂ ମାନପତ୍ର ଦେଇ ଆମର ପାତ୍ର ମ୍ୟାଡ଼ାମକୁ ଫେରୱେଲ୍ ଦେଇ ଭାବବିହ୍ୱଳ ହୋଇପଡ଼ିଥିଲେ। ତାପରେ ନିତୁ ମ୍ୟାଡ଼ାମ୍ ମାନପତ୍ରଟିକୁ ପଠନ କରିଥିଲେ।
ପ୍ରଥମେ ଆମ ବିଦ୍ୟାଳୟ ତରଫରୁ ଶାଲ, ଡାଏରୀ, କଲମ ଏବଂ ମାନପତ୍ର ଦେଇ ପାତ୍ର ମ୍ୟାଡ଼ାମକୁ ସମ୍ବର୍ଦ୍ଧନା ଦିଆଗଲା। ସମ୍ବର୍ଦ୍ଧନା ଦିଆଗଲା। ଆମର ସମସ୍ତ ଷ୍ଟାଫ୍ ଉପସ୍ଥିତ ଥିଲେ ଏବଂ ABO ସାର୍ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ଏବଂ ସମ୍ବର୍ଦ୍ଧିତ କଲେ। ଆମର CRCCଙ୍କ ତରଫରୁ ଏବଂ କ୍ଲଷ୍ଟର ତରଫରୁ ମଧ୍ୟ ଫେୟାରୱେଲ୍ ସ୍ୱତନ୍ତ୍ର ଭାବେ ଦିଆଗଲା। ମୁଁ ପାତ୍ର ମ୍ୟାଡ଼ାମଙ୍କ ପାଇଁ ଭଗବାନ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି ଯେ ତାଙ୍କର ଆଗାମୀ ଜୀବନ ସୁଖ ଶାନ୍ତିରେ କଟୁ ଏବଂ ସେ ସୁସ୍ଥ ନିରାମୟ ରହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ ଏବଂ ଆମ ଉପରେ ସର୍ବଦା ସେ ଆଶୀର୍ବାଦ ରଖିଥିବେ ବୋଲି ମୁଁ ତାଙ୍କଠାରୁ ଏହା ଆଶା ରଖୁଛି ଏବଂ ତାଙ୍କର ଆଗାମୀ ଜୀବନଟା ସୁଖ ଶାନ୍ତିରେ କଟୁ ଏବଂ ସେ ଦୀର୍ଘାୟୁ ହୁଅନ୍ତୁ। ଜୟ ଜଗନ୍ନାଥ।